ଝିଅମାନଙ୍କର ଜନ୍ମ କେଉଁ ଘରେ ହୋଇଥାଏ? ଝିଅମାନେ ଜନ୍ମ ହେବା ପାଇଁ ଭଗବାନ କେଉଁ ଘର ବାଛିଥାନ୍ତି? ଆସନ୍ତୁ ଆଜି ଏହି ଭିଡ଼ିଓରେ ଜାଣିବା। ହିନ୍ଦୁ ଧର୍ମରେ ଝିଅମାନଙ୍କୁ ମା ଲକ୍ଷ୍ମୀଙ୍କର ରୂପ ବୋଲି ମନାଯାଇଥାଏ। ଆଜି ମଧ୍ୟ ହିନ୍ଦୁମାନେ ନବରାତ୍ରିରେ କନ୍ୟାମାନଙ୍କର ପୂଜା କରୁଛନ୍ତି। କିନ୍ତୁ ଏହି କଥା ମଧ୍ୟ ସତ୍ୟ ଅଟେ କି ଆଜି ମଧ୍ୟ କିଛି ଲୋକ ଝିଅମାନଙ୍କୁ ବୋଝ ବୋଲି ଭାବନ୍ତି। ହିନ୍ଦୁ ଧର୍ମରେ ପୌରାଣିକ କାଳରୁ ଝିଅମାନଙ୍କୁ ସମାନ ଅଧିକାର ଦିଆଗଲାଣି। କିନ୍ତୁ ଜ୍ଞାନର ଅଭାବ ଯୋଗୁଁ କିଛି ଲୋକ ଝିଅମାନଙ୍କୁ ଭାରର ରୂପରେ ଦେଖନ୍ତି, ସେମାନେ ତାଙ୍କୁ ବୋଝ ବୋଲି ଭାବନ୍ତି। ଯେବେ ସେମାନେ ଏହା ଜାଣିନାହାନ୍ତି ଯେ ଭଗବାନ ଆପଣଙ୍କୁ ଏମିତି ଯଜ୍ଞ କରିଛନ୍ତି ଯେ ତେବେ ଯାଇକି ଆପଣଙ୍କୁ ପୁତ୍ରୀ ଧନ ପ୍ରାପ୍ତି ହୋଇଥାଏ। କାହିଁକି ନା ସମସ୍ତଙ୍କୁ ଭଗବାନ ଝିଅମାନଙ୍କର ମାତା ପିତା ହେବାର ସୌଭାଗ୍ୟ ପ୍ରଦାନ କରିନାହାନ୍ତି। ସାଙ୍ଗମାନେ, ଆଜି ଆମେ ଯେଉଁ ସମାଜରେ ବଞ୍ଚିଛେ, ଆଜି ମଧ୍ୟ ସେ ସମାଜ ପୁରୁଷ ପ୍ରାଧାନ୍ୟ ଅଟେ। ଆଜି ମଧ୍ୟ ଯେତେବେଳେ ଝିଅମାନଙ୍କର ଜନ୍ମ ହୁଏ, ଅଧିକାଂଶ ଘରେ ଦୁଃଖର ଛାୟା ଖେଳିଯାଏ। ଏହା ଅନ୍ୟ କିଛି ନୁହେଁ, ବରଂ ଏହା ମନୁଷ୍ୟର ଅଜ୍ଞାନତା ଅଟେ। ଝିଅମାନଙ୍କୁ ବୋଝ ବୋଲି ଭାବିଥାନ୍ତି। କିନ୍ତୁ ଆପଣ ଜାଣିଲେ ଚମକି ଯିବେ ଯେ ସବୁ ଘରେ ଝିଅମାନଙ୍କର ଜନ୍ମ ହୋଇନଥାଏ। ଯିଏ ଭାଗ୍ୟଶାଳୀ ହୋଇଥାଏ ଏବଂ ଯିଏ ନିଜର ପୁଣ୍ୟକର୍ମ ଅର୍ଜନ କରିଥାଏ, ବନ୍ଧୁଗଣ, ତାଙ୍କରି ଘରେ ଝିଅ ଜନ୍ମ ହୋଇଥାଏ। ପୁତ୍ର ସନ୍ତାନ ଭାଗ୍ୟରୁ ମିଳିଥାଏ, କିନ୍ତୁ କନ୍ୟା ସନ୍ତାନ ସୌଭାଗ୍ୟରୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଏହା କହିବାକୁ ଯାଉଛୁ ଯେ ଭଗବାନ ଝିଅମାନଙ୍କୁ ଜନ୍ମ ଦେବା ପାଇଁ କେଉଁ ଘର ବାଛିଥାନ୍ତି। ସେସବୁ କେଉଁ ପୁଣ୍ୟ ଦ୍ୱାରା ଯେ କେହି ଝିଅ ମାନଙ୍କର ବାପା ମା ହୋଇଥାନ୍ତି। ବନ୍ଧୁଗଣ, ଭଗବାନ ଶ୍ରୀକୃଷ୍ଣଙ୍କୁ ଅର୍ଜୁନ ପଚାରନ୍ତି, ହେ ମାଧବ, କେଉଁ କର୍ମ ଦ୍ୱାରା ପୁତ୍ରୀ ଧନ ପ୍ରାପ୍ତ ହୋଇଥାଏ? ଅର୍ଥାତ୍ କେଉଁ ଘରେ ଝିଅମାନଙ୍କର ଜନ୍ମ ହୋଇଥାଏ? ତେବେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ହେ ପାର୍ଥ, ଯଦି କେଉଁ ଘରେ ପୁତ୍ର ଜନ୍ମ ହୁଏ ତାହା ସେମାନଙ୍କର ଭାଗ୍ୟ ଯୋଗୁଁ ହୋଇଥାଏ। କିନ୍ତୁ କେଉଁ ଘରେ ପୁତ୍ରୀମାନଙ୍କର ଜନ୍ମ ହୋଇଥାଏ ତାହା ସେମାନଙ୍କର ସୌଭାଗ୍ୟ ପରିଣାମ ହୋଇଥାଏ। ଆଉ ଯେଉଁ ସ୍ତ୍ରୀ କିମ୍ବା ପୁରୁଷ ନିଜର ପୂର୍ବ ଜନ୍ମରେ କିଛି ପୁଣ୍ୟ କାର୍ଯ୍ୟ କରିଥିବେ, ତାଙ୍କୁ ହିଁ କେବଳ ଗୋଟିଏ କନ୍ୟାର ମାତା ପିତା ହେବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। କନ୍ୟାମାନଙ୍କର ଜନ୍ମ ପାଇଁ ଭଗବାନ ସେହି ଘରକୁ ବାଛିଥାନ୍ତି ଯିଏ ଝିଅମାନଙ୍କର ଭାର ସହିପାରିବେ। କାହିଁକି ନା ତିନି ଲୋକରେ ସ୍ତ୍ରୀମାନେ ଅର୍ଥାତ୍ ଝିଅମାନେ ଏମିତି ହୋଇଥାନ୍ତି ଯାହାର ଭାର ସମସ୍ତେ ସହିପାରିନଥାନ୍ତି। ସବୁ ଝିଅମାନେ ଏମିତି ହୋଇଥାନ୍ତି ଯେ ସୃଷ୍ଟିକୁ ନିରନ୍ତର ଚଳାଇଥାନ୍ତି। ମା ହେବା ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଦେଇଥାନ୍ତି। ହେ ଅର୍ଜୁନ, ଯେଉଁଦିନ ଏ ସୃଷ୍ଟିରେ ଝିଅମାନେ ଜନ୍ମ ହେବା ଅଟକିଯିବ, ସେହିଦିନ ଧୀରେ ଧୀରେ ଏ ସୃଷ୍ଟିର ଅନ୍ତ ଆରମ୍ଭ ହୋଇଯିବ। କାହିଁକି ନା ଝିଅମାନେ ନ ରହିଲେ କାହାରି ବି ବଂଶର ଅଗ୍ରଗତି ହେବ ନାହିଁ। ସାଙ୍ଗମାନେ, ଆପଣମାନେ ମଧ୍ୟ କେତେ ଲୋକଙ୍କ ଠାରୁ ଶୁଣିଥିବେ ଯେ ଘରେ ଝିଅମାନେ ଜନ୍ମ ହୋଇଥାନ୍ତି, ସେହି ଘର ଯେଉଁ ଘରେ ଝିଅ ଜନ୍ମ ହୋଇଥାନ୍ତି ସେହି ଘର ସ୍ୱର୍ଗ ସହିତ ସମାନ ହୋଇଥାଏ। କାରଣ ପୁଅ ତ କେବଳ ଗୋଟିଏ କୂଳକୁ ଉଦ୍ଧାର କରିଥାଏ, କିନ୍ତୁ ଝିଅମାନେ ତ ଦୁଇ କୂଳକୁ ଉଦ୍ଧାର କରିଥାନ୍ତି। ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବା ପାଇଁ ଝିଅମାନେ ପିତାମାତାଙ୍କ ଘରକୁ ଆସିଥାନ୍ତି ଏବଂ ଶ୍ୱଶୁର ଘରେ ଗୋଟିଏ ବୋହୂ ହୋଇ ସବୁ କର୍ତ୍ତବ୍ୟ ପାଳନ କରିଥାନ୍ତି। ସାଙ୍ଗମାନେ, ଆପଣମାନେ ଏହା ମଧ୍ୟ ଶୁଣିଥିବେ ଯେ ଝିଅମାନେ ତାଙ୍କର ପରିବାରରେ କାହାର ମୃତ୍ୟୁ ପରେ ପିଣ୍ଡଦାନ କରନ୍ତି ନାହିଁ। କିନ୍ତୁ ଏହା ଆଦୌ ଠିକ୍ ନୁହେଁ। କାରଣ ଆପଣମାନେ ରାମାୟଣରେ ଶୁଣିଥିବେ, ପ୍ରଭୁ ରାମଚନ୍ଦ୍ରଙ୍କ ପିତା ଦଶରଥ ମୃତ୍ୟୁ ପରେ ମାତା ସୀତା ଅର୍ଥାତ୍ ଦଶରଥଙ୍କ ବୋହୂ ସୀତା ମା'ଙ୍କ ତାଙ୍କର ପିଣ୍ଡଦାନ କରିଥିଲେ, ଯାହାଦ୍ୱାରା ତାଙ୍କୁ ଜନ୍ମ ମରଣର ଚକ୍ରରୁ ମୁକ୍ତି ମିଳିଯାଇଥିଲା। କେବଳ ଏତିକି ନୁହେଁ, ହିନ୍ଦୁ ଧର୍ମଶାସ୍ତ୍ରରେ ମଧ୍ୟ କୁହାଯାଇଛି କି ଝିଅମାନେ ମଧ୍ୟ ନିଜ ପିତାମାତାଙ୍କ ନାମରେ ପିଣ୍ଡଦାନ କରିପାରିବେ। ଆଉ ମଧ୍ୟ ଯଦି କୌଣସି ଶ୍ୱଶୁର ଘର ପକ୍ଷରେ କେହି ପୁରୁଷ ନାହାନ୍ତି, ତେବେ ସେହି ପରିସ୍ଥିତିରେ ବୋହୂ ମଧ୍ୟ ପିଣ୍ଡଦାନ କରିପାରିବେ। ସେଥିପାଇଁ ସେହି ଲୋକମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯାହାର ଘରେ ଝିଅମାନେ ଜନ୍ମ ହୋଇଥାନ୍ତି। ସେମାନେ ଆହୁରି ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଯାହାର ଘରେ
ଏକରୁ ଅଧିକ ଝିଅ ହୋଇଥାନ୍ତି। ବୋଧହୁଏ ଏହି କାରଣ ହୋଇଥାଏ ଝିଅମାନଙ୍କୁ ମା ଲକ୍ଷ୍ମୀ ବୋଲି କୁହାଯାଏ। କିଛି ଲୋକଙ୍କର ଏମିତି ଭାବନା ହୋଇଥାଏ କି ଝିଅମାନଙ୍କର ବିବାହ ପାଇଁ ପଇସା ଜମା କରିବାକୁ ପଡ଼ିବ ଏବଂ ସେମାନଙ୍କର ପାଠପଢ଼ାରେ ମଧ୍ୟ ପଇସା ଖର୍ଚ୍ଚ ହେବ। ଗରୁଡ଼ ପୁରାଣରେ କୁହାଯାଇଛି, ଯେବେ ଆତ୍ମାକୁ ନୂଆ ଜନ୍ମ ମିଳିଥାଏ ତେବେ ଆତ୍ମାକୁ ଶରୀର ଅନୁସାରେ ନିଜର ବ୍ୟବହାର ଦ୍ୱାରା କର୍ମ କରିବାକୁ ପଡ଼ିଥାଏ। ଶରୀରର ମାଧ୍ୟମରେ କର୍ମ କରି ଏକ ଆତ୍ମା ନିଜ ଜୀବନର ଉଦ୍ଦେଶ୍ୟକୁ ସାର୍ଥକ କରିଥାଏ। ଗରୁଡ଼ ପୁରାଣରେ ଏହା ମଧ୍ୟ କୁହାଯାଇଛି, ଯଦି କାହାର ମୃତ୍ୟୁ ସମୟରେ ସେହି ବ୍ୟକ୍ତି ସ୍ତ୍ରୀକୁ ମନେ ପକାଇ ପ୍ରାଣତ୍ୟାଗ କରିଥାଏ ତେବେ ସେ ପରଜନ୍ମରେ ସ୍ତ୍ରୀର ଜନ୍ମ ନେଇଥାଏ। ଯେଉଁ ଇତିହାସ କହିଥାଏ ସ୍ତ୍ରୀମାନଙ୍କର ଏ ସଂସାରରେ କୌଣସି ମହତ୍ତ୍ୱ ନାହିଁ, ତେବେ ସେ ଇତିହାସ ଆମର ହିଁ ନୁହେଁ। ଲକ୍ଷ୍ମୀ, କାଳୀ ଓ ଦୁର୍ଗା ମା ସବୁ ରୂପରେ ନାରୀଙ୍କୁ ସମସ୍ତେ ପୂଜା କରନ୍ତି। ସାଙ୍ଗମାନେ, କୁହାଯାଇଛି ଝିଅମାନେ ପୁଅମାନଙ୍କ ଠାରୁ କମ୍ ନୁହନ୍ତି। ଏହି କଥାର ସତ୍ୟତା ଆମର ଧର୍ମ ଗ୍ରନ୍ଥରେ ମଧ୍ୟ କୁହାଯାଇଛି। ବିଶିଷ୍ଟ ଋଷିଙ୍କ ପତ୍ନୀ ଅରୁନ୍ଧତୀ ବରୁଣ ଦେବ ଏବଂ ଇନ୍ଦ୍ରଦେବଙ୍କୁ ବ୍ରହ୍ମ ଜ୍ଞାନ ଦେଇଥିଲେ। ଦ୍ରୌପଦୀ ମଧ୍ୟ ଶସ୍ତ୍ରବିଦ୍ୟା ଜାଣିଥିଲେ। ଏତିକି ନୁହେଁ, ଦ୍ରୌପଦୀଙ୍କୁ ମଧ୍ୟ ଅସ୍ତ୍ରଶାସ୍ତ୍ର ଜଣାଥିଲା ଏବଂ ସେ ଯୁଧିଷ୍ଠିରଙ୍କୁ ରାଜ୍ୟ କାର୍ଯ୍ୟରେ ସହଯୋଗ କରୁଥିଲେ। ଏହା ମଧ୍ୟ ସତ୍ୟ ଅଟେ କି ହିନ୍ଦୁ ଧର୍ମରେ ପୁଅମାନେ ଝିଅମାନଙ୍କୁ ଇଜ୍ଜତ ଦେଉନାହାନ୍ତି, କାରଣ ଦ୍ରୌପଦୀଙ୍କ ବସ୍ତ୍ର ଛୁଇଁବା ମାତ୍ରେ କୁରୁବଂଶର ସର୍ବନାଶ ହୋଇଯାଇଥିଲା। ମାତା ସୀତାଙ୍କ ହରଣ ମାତ୍ରେ ପୁରା ସୁନାର ଲଙ୍କା ଧ୍ୱଂସ ହୋଇଯାଇଥିଲା। ରାମାୟଣରେ ଭଗବାନ ରାମ ଶିବଧନୁ ଭାଙ୍ଗିବା ପରେ ରାଜା ଜନକ ସୀତାରାମଙ୍କର ବିବାହ ପାଇଁ ରାଜା ଦଶରଥଙ୍କୁ ନିମନ୍ତ୍ରଣ ପଠାଇଥିଲେ। ଦଶରଥ ସେଠାକୁ ଆସି ଜନକଙ୍କୁ ପ୍ରଣାମ କରିଥିଲେ। ଆଜିକାଲି ଆପଣ ଦେଖିଥିବେ ବର ପକ୍ଷର ଲୋକ ଅଧିକ ଗର୍ବରେ ରହୁଛନ୍ତି। ସେମାନେ ଝିଅର ପିତାମାତାଙ୍କୁ ସ୍ୱୟଂ ପ୍ରଣାମ କରିବାକୁ ନିଜର ଅପମାନ ଭାବନ୍ତି। ରାଜା ଦଶରଥ ତାଙ୍କୁ ପ୍ରଣାମ କରିବା ପରେ ଜନକ ତାଙ୍କୁ ମନା କରି ଅତ୍ୟନ୍ତ ସରଳ ଭାବରେ କୁହନ୍ତି, ଆପଣ ବରପକ୍ଷ ଅତ୍ୟନ୍ତ ଶ୍ରେଷ୍ଠ ଆଉ ବଡ଼ ଅଯୋଧ୍ୟାପତି ଦଶରଥ ଅଟନ୍ତି। ଏପରି କରନ୍ତୁ ନାହିଁ। କିନ୍ତୁ ରାଜା ଦଶରଥ କହିଥିଲେ, ବଡ଼ ଆପଣ, କାହିଁକି ନା ଆପଣ ଦାତା, ମୁଁ ଗ୍ରହୀତା। ମୁଁ ଆପଣଙ୍କ ଠାରୁ ଆପଣଙ୍କ ପୁତ୍ରୀକୁ ନେବା ପାଇଁ ଆସିଛି। ବଡ଼ ଆପଣ ଦାତା। ହଁ ସାଙ୍ଗମାନେ, ଝିଅମାନଙ୍କର ବାପା ମା ଏମାନେ ଗର୍ବ ହେବା ଦରକାର, କାରଣ ସେମାନେ ଦାତା ଅଟନ୍ତି। ଶାସ୍ତ୍ରରେ କୁହାଯାଇଛି, ଯେତେବେଳେ ଗୋଟିଏ ଝିଅର ବାପା ମା ଝିଅକୁ ଭଲ ପୁଅ ଦେଖିକି ବିବାହ ଦିଅନ୍ତି, ସେତେବେଳେ ତାଙ୍କର 21 ପିଢ଼ିଙ୍କ ମୁକ୍ତି ପ୍ରାପ୍ତ ହୋଇଥାଏ। ତ ସେଥିପାଇଁ ସର୍ବଦା ନିଜ ଝିଅକୁ ଭଲ ପାଆନ୍ତୁ, କାହିଁକି ନା ଯାହାର ଜନ୍ମ ଦ୍ୱାରା ଆପଣ ପୁଣ୍ୟର ଭାଗୀଦାରୀ ହୋଇପାରିଛନ୍ତି। ଗୋଟିଏ ପୁତ୍ର ଠାରୁ ମଧ୍ୟ ପୁତ୍ରୀ ଅଧିକ ମାତା ପିତାଙ୍କ କଥା ଭାବିଥାଏ। ପୁତ୍ରୀ ମନରେ ନିଜ ମାତା ପିତାଙ୍କ ପାଇଁ ପ୍ରେମ ଓ ନିଜପଣ ସବୁବେଳେ ସୃଷ୍ଟି ହୋଇଥାଏ। ଝିଅମାନେ ନିଜ ବାପା ମା ଉପରେ କେବେ ବୋଝ ହୋଇନଥାନ୍ତି। ସେମାନଙ୍କର କୌଣସି ସ୍ୱାର୍ଥ ନଥାଏ। ସେମାନେ କେବଳ ନିଜ ବାପା ମା ଏବଂ ନିଜ ଶ୍ୱଶୁର ଘରକୁ ସଜାଡ଼ିବା ପାଇଁ ଜନ୍ମ ହୋଇଥାନ୍ତି। କେତେ ଲୋକ ଏମିତି ହୋଇଥାନ୍ତି କି ଗରିବ ହୋଇ ମଧ୍ୟ ଝିଅମାନଙ୍କୁ ଭଲ ସଂସ୍କାର ଦେଇଥାନ୍ତି। ଗୋଟିଏ ଥର ସ୍ୱାମୀ ବିବେକାନନ୍ଦ ବୈଷ୍ଣବ ଦେବୀଙ୍କୁ ସିଡ଼ି ଚଢ଼ୁଥିଲେ। ତାଙ୍କ ପାଖରେ ଗୋଟିଏ ଚାଷୀ ନିଜ ଝିଅକୁ କାନ୍ଧରେ ବସାଇକି ସିଡ଼ି ଚଢ଼ୁଥିଲା। ତେବେ ସ୍ୱାମୀ ବିବେକାନନ୍ଦ କହିଲେ, ବାପା, ତୁମର ଝିଅର ବୋଝ ତୁମକୁ ଭାରି ପଡ଼ୁଥିବ। ତାଙ୍କୁ ମୁଁ ଉଠାଇ ମାତା ବୈଷ୍ଣବ ଦେବୀଙ୍କ ପର୍ଯ୍ୟନ୍ତ ନେଇଯାଉଛି। ତେବେ ଚାଷୀ କହିଲା, ଝିଅ କେବେ ବାପ କାନ୍ଧରେ ବୋଝ ହୋଇନଥାଏ। ଝିଅ ବାପ କାନ୍ଧରେ ଥିଲେ ବାହାରର ବୋଝ ହାଲୁକା ହୋଇଯାଏ। ଝିଅମାନେ କେବେ ଧନମୁଖୀ ହୋଇନଥାନ୍ତି, ବରଂ ସେମାନେ କେବଳ ମାନ ସମ୍ମାନ ଆଡ଼କୁ ଅଗ୍ରସର ହୋଇଥାନ୍ତି। ଆପଣମାନେ ନିଶ୍ଚୟ ଭାବୁଥିବେ, କେଉଁ କର୍ମ କରିବା ଦ୍ୱାରା କନ୍ୟାଧନ ପ୍ରାପ୍ତି ହୋଇଥାଏ।
ସାଙ୍ଗମାନେ ଗରୁଡ଼ ପୁରାଣ ଅନୁସାରେ ଯେଉଁ ମନୁଷ୍ୟ ସର୍ବଦା ପୁଣ୍ୟ କରିଥାଏ, ଦାନ ଧର୍ମ କରିଥାଏ, ତାଙ୍କୁ ଆଗାମୀ ଜନ୍ମରେ ସ୍ତ୍ରୀ ରତ୍ନ ଧନ ପ୍ରାପ୍ତି ହୋଇଥାଏ। ଯଦି ଆପଣଙ୍କର କେଉଁ ଝିଅ ନାହାନ୍ତି, ତେବେ ଆପଣ ନିଜ ସମ୍ପର୍କୀୟ ଏବଂ କୌଣସି ଗରିବ ଝିଅକୁ ପଢ଼ାଇ ସାହାଯ୍ୟ କରିପାରିବେ ଏବଂ ତାର ବିବାହ ମଧ୍ୟ କରାଇପାରିବେ। ଏହାଦ୍ୱାରା ଅତ୍ୟନ୍ତ ପୁଣ୍ୟ କରିବାର ଫଳ ମିଳିଥାଏ। ଆଶା କରୁଛି ଯେ ଆପଣ ଭଲ ଭାବରେ ବୁଝି ଯାଇଥିବେ ଯେ ସ୍ତ୍ରୀଙ୍କ ଜନ୍ମ କାହିଁକି ମିଳିଥାଏ ଆଉ ତା ସହିତ ସ୍ତ୍ରୀମାନଙ୍କର କେଉଁ ଘରେ ଜନ୍ମ ହୋଇଥାଏ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତେବେ ଦୟାକରିକି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଆଉ ଏହି ଭିଡ଼ିଓକୁ ଆପଣ ବହୁତ ମାତ୍ରାରେ ସେୟାର କରନ୍ତୁ, କାହିଁକିନା ସମସ୍ତଙ୍କ ପାଖରେ ଝିଅର ମୂଲ୍ୟ ସେମାନେ ବୁଝିପାରନ୍ତୁ, ସେମାନେ ଝିଅର ମୂଲ୍ୟ କ'ଣ ସେମାନେ ଜାଣିପାରନ୍ତୁ। ଆଜିକାଲି ତ ଝିଅମାନଙ୍କୁ ସମସ୍ତେ ବୋଝ ବୋଲି ଭାବୁଛନ୍ତି, ତ ଆପଣ ସେଥିପାଇଁ এই ଭିଡ଼ିଓକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ରହୁଛି, ଧନ୍ୟବାଦ। ଆଉ କମେଣ୍ଟରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦେବେ।